ଫ୍ରେଣ୍ଡ ଓଲା ପାର୍ଟନର ଭାଇ ମୋତେ ଆସିକି କହିଲେ ଚାଲ ଯିବା ଟିଫିନ୍ କରିବାକୁ। ଏବେ ଆମେ ପାର୍କିଂରୁ ବାହାରି ଯାଇଛୁ। ଫ୍ରେଣ୍ଡ ଓଲା ପାର୍ଟନର ଭାଇ ମୋର କାର୍କୁ ଡ୍ରାଇଭିଂ କରୁଛନ୍ତି। ସେତିବେଳେ ସମୟରେ ମୋତେ କିଛି ଭିଜୁଆଲ୍ ନେବାର ଥିଲା। ମୁଁ ଏବେ ନେଇଯାଉଛି ଜଲ୍ଦି। ଏବେ ଭାଇଙ୍କର କିଛି ସାମାନ ନେବାର ଥିଲା ମହାକାଳ ଷ୍ଟୋରରେ। ସିଏ ଅଟା ପ୍ୟାକେଟ୍ କିଣୁଥିଲା ସମୟରେ ମୋତେ ବହୁତ ଜୋରେ ଭୋକ ଲାଗିଲା। ମୁଁ ଏବେ ଜଳଖିଆ ଦୋକାନ ପାଖରେ ପହଞ୍ଚିଗଲି। ମୁଁ ଜଳଖିଆ ଅର୍ଡ଼ର ଦଉ ସିଏ ଭାଇ ଲେଟ୍ ନ କରିକି ମୋତେ ଜଲ୍ଦି ଜଳଖିଆ ପ୍ଲେଟ୍ରେ ଦେଇଥିଲେ। ଆପଣମାନେ ଦେଖନ୍ତୁ ଫ୍ରେଣ୍ଡ, ବହୁତ ଟେଷ୍ଟି ଲାଗୁଛି। ଖାଇଲା ପରେ ଜଣାପଡ଼ିବ ଜଳଖିଆ କେତେ ଟେଷ୍ଟ ଅଛି। ଆମେ ସମସ୍ତେ ଖାଇବାରେ ବିଜି ଅଛୁ। ଆପଣମାନେ ଯଦି ଖାଇବେ ତାହେଲେ ଆସିଯାଆନ୍ତୁ। ମୁଁ ତ ଖାଇଲି, ବହୁତ ଟେଷ୍ଟି ଲାଗୁଛି। ଏଇଟା ଲୋକେସନ୍ ହେଉଛି ମାଷ୍ଟର କ୍ୟାଣ୍ଟିନ୍ ଜନପଥ ରୋଡ଼। ଏବେ ଆମେ ଦି ପାର୍ଟନର ମୋ କାର୍କୁ ଏବେ ଆସିଯାଉଛୁ। କାର୍ ଡ୍ରାଇଭିଂ କରୁଛି ଫ୍ରେଣ୍ଡ ମୁଁ। ଯଦି ଆପଣମାନଙ୍କୁ ମୋ ଡ୍ରାଇଭିଂ ଭଲ ଲାଗୁଛି ମୋତେ ହାଲକେଇକି ଗୋଟେ ଫଲୋ ବ୍ୟାକ୍ ଦେବେ, ହାଲକେଇକି ଗୋଟେ ଲାଇକ୍ କରିବେ। ସେତିବେଳ ସମୟରେ ଷ୍ଟାଣ୍ଡରେ ପହଞ୍ଚିବା ପୂର୍ବରୁ ଆପଣମାନଙ୍କୁ ରାସ୍ତାର ଭିଉ ଦେଖାଉଛି। ସାଇଟ୍ର ଷ୍ଟେସନ ରୋଡ଼ ଜନପଥ ରୋଡ଼ ଭିଉ ଦେଖାଉଛି ଆପଣମାନେ ସେ ଭିଉ ଦେଖିକି ମଜା ନିଅନ୍ତୁ। ରାସ୍ତାରେ ଯାଉ ଓଲା ରାଇଟ୍ ମୋତେ ମିଳିଯାଇଛି। କଷ୍ଟମରକୁ ୱେଟ୍ କରିବା। କଷ୍ଟମର ମୋ ପାଖରେ ଆସିକି ଫ୍ରେଣ୍ଡ ପହଞ୍ଚି ଯାଇଛନ୍ତି। ଲଗେଜ୍ ମୁଁ ଲୋଡ଼୍ କରିଦେଇଛି। କଷ୍ଟମରକୁ ଏବେ ନେଇକି ଡ୍ରପ୍ କରିଦେଲି ସମ ହସ୍ପିଟାଲ ପାଖରେ। କଷ୍ଟମର ତ ତାଙ୍କ ବାଟରେ ଗଲେ। ଆମେ ଏବେ ଯିବା ଫ୍ରେଣ୍ଡ। ମୁଁ ଗୋଟେ ବସ୍କୁ ଗୋଡ଼େଇ ଆସିଥିଲି 10 କିଲୋମିଟର ବାଟ ଆପଣମାନଙ୍କୁ ଭିଉ ଦେଖେଇବି ବୋଲି। ଆପଣମାନେ ଭିଉ ଦେଖନ୍ତୁ, ତାର ମଜା ନିଅନ୍ତୁ। ବସ୍ର ପଛପଟଟା ଦେଖନ୍ତୁ କେଉଁ ଭଳିଆ ଷ୍ଟାଇଲିଶରେ ସେ ବନେଇଛି। ଆପଣମାନଙ୍କୁ ଦେଖିଲେ ଆପଣମାନେ ବହୁତ ମନୋରଞ୍ଜନ କରିବେ। ଏଭଳିଆ ବସ୍ ଆପଣମାନେ କେଉଁଠି ବି ଦେଖିନଥିଲେ। ଦେଖନ୍ତୁ ଯେଉଁ ପଟେ ବି ଦେଖିବେ। ଏପଟେ ଦେଖନ୍ତୁ ଏଇଟା କେଉଁ ଚିହ୍ନ ହେଇଛି ମୁଁ ନିଜେ ଜାଣିପାରୁନି। ଆପଣମାନେ ଯଦି ଜାଣିଛନ୍ତି ମୋ କମେଣ୍ଟ ବକ୍ସରେ ଫ୍ରେଣ୍ଡ ମାନେ ଜଣାନ୍ତୁ। ଆଜିର ସକାଳ ଭିଡ଼ିଓଟା ଏଇଠି ମୁଁ ରଖୁଛି। ବାଏ। ଆପଣମାନଙ୍କ ଦିନ ଶୁଭ ରହୁ। ଜୟ ଜଗନ୍ନାଥ ଫ୍ରେଣ୍ଡ। ବସ୍ର ଭିଉ ନିଅନ୍ତୁ ଭଲ ଭାବରେ ଫ୍ରେଣ୍ଡ।